ଆଜିର ଅନୁଚ୍ଛେଦ ନମ୍ବର 1 ଜୀବନର ଚଲାପଥରେ ବାଧାବିଘ୍ନ ଆସେ, ଏଣୁ ନୀରବରେ ଏହାର ସମାଧାନ କରିବା ଉଚିତ। ଅନ୍ୟକୁ ଏସବୁ କହିଲେ ବରଂ ପରିସ୍ଥିତି ଜଟିଳ ହୋଇଯାଏ, ଏଣୁ ନିଜ କ୍ଷେତ୍ରରେ ନିଜେ ହିଁ ସୈନିକ ସାଜିବା ଉଚିତ। ନମ୍ବର 2 ସ୍ୱଭାବ ରଖିବାର ଅଛି ତ ସେଇ ଦୀପ ଭଳି ରଖ, ଯିଏକି ରାଜା ଘରେ ଯେତିକି ଆଲୋକ ପ୍ରଦାନ କରେ, ଗରିବ ଘରେ ବି ଠିକ୍ ସେତିକି ଆଲୋକ ପ୍ରଦାନ କରେ। ନା ଅଛି ତାର ଗର୍ବ, ନା ତାର ଅଭିମାନ। ନମ୍ବର 3 ଭୋର 4ଟାରୁ 5ଟା ମୁନି ସ୍ନାନ। ଏହା ସ୍ନାନ କଲେ ଆୟୁ, ବୁଦ୍ଧି, ବିଦ୍ୟା, ଜ୍ଞାନ ପ୍ରାପ୍ତ ହୋଇଥାଏ। ଭୋର 5ଟାରୁ 6ଟା ଦେବସ୍ନାନ। ଏହି ସ୍ନାନ କଲେ ସତ୍ୟ, ଶାନ୍ତି, ଦୟା, କ୍ଷମା, ନ୍ୟାୟ, ବିଚାର ସୁଲକ୍ଷଣା ହୁଏ। 6ଟାରୁ 7ଟା ମାନବ ସ୍ନାନ। ଏହି ସ୍ନାନ କଲେ କର୍ମୀ, ଦାନୀ, ଭକ୍ତି, ଶାନ୍ତ, ସରଳ ହୋଇଥାନ୍ତି। 7ଟା ପରେ ରାକ୍ଷସ ଅର୍ଥାତ୍ ଦାନବ ସ୍ନାନ କଲେ ଅକର୍ମୀ, ଅଳସୁଆ, ଲୋଭୀ, କ୍ରୋଧୀ ରାକ୍ଷସମାନଙ୍କ ସ୍ୱଭାବର ହୋଇଥାନ୍ତି। ନମ୍ବର 4 ଜନ୍ମଭୂମିକୁ ଭଲ ପାଅ, ଅନ୍ୟ କାହା ମାତୃଭୂମିକୁ ଘୃଣା କରନା। ସ୍ଥିର ହୁଅ, ଅଧୀର ହୁଅ, ବିରକ୍ତ ହୁଅ। ବିରକ୍ତକୁ ଡାକି ଆଣି ସବୁ ନଷ୍ଟ କରି ପକାଅ ନାହିଁ। ସଂସାରରେ ସତ୍ୟ ହିଁ ତୁମର ଏକମାତ୍ର ପ୍ରକୃତ ଆତ୍ମୀୟ। ସତ୍ୟ ଭିନ୍ନ ଆଉ କେହି ତୁମର ପ୍ରକୃତ ଆତ୍ମୀୟ ନୁହନ୍ତି। ଅନୁଚ୍ଛେଦ ନମ୍ବର 5 ମନେ ରଖନ୍ତୁ, ଅଙ୍କ ଯେତେ କଷ୍ଟ ହେଉ ପଛେ ଯଦି ସୂତ୍ର ଆପଣ ଜାଣିଛନ୍ତି ଅଙ୍କ ସରଳ ଲାଗିବ। ସେହିପରି ଜୀବନରେ ଯେତେ ଅସୁବିଧା ହେଉ ପଛେ ଯଦି ଆପଣଙ୍କ ପାଖରେ ଧୈର୍ଯ୍ୟ ଅଛି, ତେବେ ସମାଧାନର ବାଟ ସରଳ ଲାଗିବ। ଆଜିର ଅନୁଚ୍ଛେଦଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ନିଶ୍ଚିନ୍ତ କୁହନ୍ତୁ। ଆଉ ଏମିତି ନୂଆ ନୂଆ ଅନୁଚ୍ଛେଦ ଦେଖନ୍ତୁ।